ଭାଙ୍ଗିଲା ବିଜେଡିର ସବୁ ଛାମୁଆ ସଂଗଠନ। ଆଗକୁ ଦଳର ହେବ ନବକଳେବର। ବିଜେଡିର ସାଂଗଠନିକ ନିର୍ବାଚନ ପୂର୍ବରୁ ସବୁ ସଂଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁ ମହିଳା ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଶ୍ରମିକ ସାମୁଖ୍ୟ ଓ ଲିଗାଲ ସେଲ୍କୁ ଭଙ୍ଗାଯାଇଛି। ବିଜେଡିରେ ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଗତ ବିଧାନସଭା ନିର୍ବାଚନରେ ପରାଜୟ ପରେ ସଂଗଠନରେ କାହାକୁ କେଉଁ ଦାୟିତ୍ୱ ମିଳିବ ସେ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେଡିର ସଂଗଠନ ନିର୍ବାଚନକୁ ନେଇ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, ସାଂଗଠନିକ କାର୍ଯ୍ୟକ୍ରମ ଗୋଟିଏ ଦଳର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ନିର୍ଦ୍ଧାରିତ ସମୟରେ ବିଜେଡିର ନିର୍ବାଚନ ହୋଇଥାଏ। କୋଭିଡ କାରଣରୁ ଦଳର ସାଂଗଠନିକ ନିର୍ବାଚନ ହୋଇପାରିନଥିଲା। ଆଗାମୀ 10ରୁ 12 ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ଦେବୀ। ସାଂଗଠନିକ କାର୍ଯ୍ୟକଳାପ ଗୋଟେ ଦଳର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ପ୍ରତି ଆମର ତାର ନିର୍ଦ୍ଧାରିତ ସମୟରେ ଆମର ନିର୍ବାଚନ ହୁଏ ଏବଂ ଯେହେତୁ କୋଭିଡ ଯୋଗୁଁ ହୋଇପାରିନଥିଲା ଏବଂ ଗଲା ନିର୍ବାଚନ ଯେହେତୁ ସାଧାରଣ ନିର୍ବାଚନ ଥିଲା, ନିର୍ବାଚନ କମିଶନକୁ ଆମେ ବିଜୁ ଜନତା ଦଳ ତରଫରୁ ଦିଆଯାଇଥିଲା ଯେ ଆସନ୍ତା 24 ଶେଷ ବେଳକୁ ଆମେ ପ୍ରକ୍ରିୟାକୁ ଆଗକୁ ନେବୁ ଏବଂ ସେହି ଅନୁସାରେ ପ୍ରକ୍ରିୟାକୁ ଆଗକୁ ନିଆଯାଇଛି ଏବଂ ଆମର ଆଉ 10-12 ସପ୍ତାହ ଭିତରେ ଆଶା କରାଯାଉଛି ସେ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ଏବଂ ସେଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ହେଇଗଲେଣି ଏବଂ ହେଲା ପରେ ତ ଆଜି ସାଧାରଣତନ୍ତ୍ର ଦିବସ ଅଛି। ତେଣୁ ଏ ମାସ ଚଳିତ ମାସ ଶେଷ ସୁଦ୍ଧା କି ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଆମର ଯେ ଜିଲ୍ଲା ନିର୍ବାଚନ ଅଧିକାରୀ ମାନେ ସେମାନେ ବି ଆମର ଯେ ମୁଖ୍ୟ ନିର୍ବାଚନ ଅଧିକାରୀ ତାକୁ ଘୋଷଣା କରିବାର କାର୍ଯ୍ୟକ୍ରମ ଅଛି ବୋଲି ମୁଁ ତାଙ୍କ କ୍ୟାଲେଣ୍ଡରରେ ରଖିଛନ୍ତି ଏବଂ ତାକୁ ତାପରେ ଆମର କ୍ଷେତ୍ରୀୟ ଯେଉଁ ନିର୍ବାଚନ ଅଧିକାରୀ ଏବଂ ଅନ୍ୟମାନେ ନେବେ ଏବଂ ଆମର ଦଳର ଯେଉଁ ବିଭିନ୍ନ ଆବାହକ ମଣ୍ଡଳୀ ଅଛନ୍ତି, ବିଭିନ୍ନ ଯେଉଁ କାର୍ଯ୍ୟକର୍ତ୍ତା ଅଛନ୍ତି, ପରାମର୍ଶଦାତାଙ୍କଠୁ ନେଇକରି ବିଭିନ୍ନ କମିଟି ଏବଂ ଆମର ଯେଉଁ ଶୀର୍ଷ କମିଟି ବି ଅଛି ତାହା ମଧ୍ୟ ବିଚାର ଆଲୋଚନା ଖୁବ୍ ନିକଟରେ ତାକୁ ଆଗକୁ ନେବାକୁ କରିବ। ବ୍ୟୁରୋ ରିପୋର୍ଟ, ସତପାଠ ନ୍ୟୁଜ୍।